ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 59 ଶତ୍ରୁ ଭାବରୁ ମୁକ୍ତ ହୁଅ। ଏହି କାରଣରୁ ଯୀଶୁ କହିଥିଲେ, ନିଜ ଶତ୍ରୁଙ୍କୁ ପ୍ରେମ କର। ଯୀଶୁ ତତ୍କାଳୀନ ନୀତି ବିଷୟରେ ହିଁ କହୁନଥିଲେ, ବରଂ ସେ ମାନସିକ ରୋଗର ଔଷଧ ବିଷୟରେ କହୁଥିଲେ। ସେ ଯେତେବେଳେ କହିଲେ 100ରୁ 99 ଥର କ୍ଷମା କର, ସେତେବେଳେ ସେ ହୃଦୟ ରୋଗ, ପାକସ୍ଥଳୀର କ୍ଷତ ତଥା ପରିପାକ କ୍ରିୟା ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା ପାଇବାର ଉପାୟ ନିର୍ଦ୍ଦେଶ କରୁଥିଲେ। ଯେଉଁ ଲୋକ ନିରନ୍ତର କ୍ରୋଧ ଏବଂ ଘୃଣାରେ ବୁଡ଼ି ରହେ, ତାହାର ମୁଖମଣ୍ଡଳରେ ସ୍ଥାୟୀ ରେଖା ଏବଂ ବାର୍ଦ୍ଧକ୍ୟର ଚିହ୍ନ ପରିଲକ୍ଷିତ ହୋଇଥାଏ। ଅସମୟରେ ତାହାର ଯୌବନ ଲୋପ ପାଇଯାଏ। ଆମେ ଯଦି ଆମ ଶତ୍ରୁଙ୍କୁ ପ୍ରେମ କରି ନ ପାରୁ, ଅତି କମ୍ରେ ନିଜେ ନିଜକୁ ତ ପ୍ରେମ କରିପାରିବା। ଆମେ ନିଜକୁ ଏତେ ପ୍ରେମ କରିବା ଯେ ଶତ୍ରୁ ଆମ ମନର ଶାନ୍ତିକୁ ନଷ୍ଟ କରିପାରିବ ନାହିଁ। ତେଣୁ ଆସ, ଆମେ ସେମାନଙ୍କର ଅସ୍ତିତ୍ୱ ଭୁଲିଯିବା। ସେମାନେ ଆମ ପ୍ରତି କରିଥିବା ଅଶିଷ୍ଟ ବ୍ୟବହାରକୁ ଭୁଲିଯିବା। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।